ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପକଣ୍ଠ ମାଣ୍ଡିଆପଲ୍ଲୀ ସ୍ଥିତ ଜ୍ଞାନଦୀପ ଶିକ୍ଷା ଅନୁଷ୍ଠାନର ଅଷ୍ଟମ ବାର୍ଷିକ ଉତ୍ସବ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ତଥା ମହାନ ସଂଘ ସଭାପତି ଶ୍ରୀ ସୁଶାନ୍ତ ସାବତ ଯୋଗଦେଇ ଛାତ୍ରଛାତ୍ରୀମାନେ ଉପଯୁକ୍ତ ଶିକ୍ଷା ସହ ଗୁରୁଜନ ପିତାମାତାଙ୍କ ପ୍ରତି ସମ୍ମାନ ଓ ମାଟି ମା ମାତୃଭାଷାକୁ ଭଲ ପାଇ ନିଜ ଅଞ୍ଚଳ ତଥା ଦେଶ ସେବା କରିପାରିଲେ ହିଁ ସମାଜରେ ପୂଜ୍ୟ ହୋଇପାରିବେ ବୋଲି ପରାମର୍ଶ ଦେବା ସହ ଜ୍ଞାନଦୀପର ଶିକ୍ଷା ପ୍ରଣାଳୀକୁ ପ୍ରଶଂସା କରିଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ବିଶିଷ୍ଟ ଶିକ୍ଷାବିତ୍ ଡକ୍ଟର ଅଭିମନ୍ୟୁ ଜେନାଙ୍କ ବଳିଷ୍ଠ ଓ ସୃଜନତାର ପଦକ୍ଷେପ ମଧ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଶ୍ରୀୟାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଦିଲ୍ଲୀପ ସାହୁ, ଓଡ଼ିଆ ଚଳଚ୍ଚିତ୍ର ଜଗତର ହାସ୍ୟ ଅଭିନେତା ଶ୍ରୀ ଅରବିନ୍ଦ ଷଡ଼ଙ୍ଗୀ, ଚଳଚ୍ଚିତ୍ର ଅଭିନେତା ଶ୍ରୀ ଉଦୟଭାନୁ ମହାପାତ୍ର, ଇଞ୍ଜିନିୟର ଦୀପକ ପାଢ଼ୀ ପ୍ରମୁଖ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ଡକ୍ଟର ରାଧଗୋବିନ୍ଦ ପାଢ଼ୀ ଯୋଗଦେଇ ଜ୍ଞାନଦୀପର ଶିକ୍ଷା ପ୍ରଣାଳୀ ଓ ପରିଚାଳନାକୁ ପ୍ରଶଂସା କରିଥିଲେ। ଅଧ୍ୟାପକ ଶ୍ରୀଯୁକ୍ତ ଅସୀମ ପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ। ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଗତବର୍ଷ ଦଶମ ଶ୍ରେଣୀ ପରୀକ୍ଷାରେ 85%ରୁ ଅଧିକ ନମ୍ବର ରଖି କୃତକାର୍ଯ୍ୟ ହୋଇଥିବା 8 ଜଣ ଛାତ୍ରଛାତ୍ରୀମାନଙ୍କୁ ଅର୍ଥରାଶି ସହ ଟ୍ରଫି ଦେଇ ସମ୍ମାନିତ କରାଯାଇଥିଲା। ସନ୍ଧ୍ୟା ସମୟରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିବେଶିତ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ମୋହି ପାରିଥିଲା। ଅଧ୍ୟକ୍ଷଙ୍କ ଦ୍ୱାରା ରଚିତ ନାଟକ ଶୁଣ ସୃଜନେ ଦର୍ଶକଙ୍କୁ ଏମିତି ବାନ୍ଧି ରଖିଥିଲା ଯେ ଦର୍ଶକଙ୍କ ଆଖିରୁ ଲୁହ ବୋହାଇ ଦେଇଥିଲା। ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ ସୌଭାଗ୍ୟ ପ୍ରଧାନ ଏବଂ ରିମ୍ସି ମଙ୍ଗରାଜ। ଉକ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ କର୍ମଚାରୀ ସହଯୋଗ କରି ସଫଳ ରୂପାୟନ କରିଥିଲେ। ବ୍ୟୁରୋ ରିପୋର୍ଟ, ଆଞ୍ଚଳିକ ବାର୍ତ୍ତା। ଜ୍ଞାନଦୀପ କଲେଜର ଯେ ଚେୟାରମ୍ୟାନ୍ ପ୍ରିନ୍ସିପାଲ ସେ ହେଉଛି ମୋର ବନ୍ଧୁ, ମୋ ସାଙ୍ଗ। ତେଣୁ ଏ କଲେଜ ତାର ନୁହେଁ, ଏ କଲେଜ ମୋର ମଧ୍ୟ। ସତ କଥା କହୁଛି, ଆମ ଭିତରେ ଯେଉଁ ସ୍ନେହ ସଦା ଭଲ ପାଇବା ଅଛି ତାକୁ ମୁଁ କେବେ ଜୀବନରେ ଭୁଲି ପାରିବିନି। ଆର ବର୍ଷ ବି ଆସିଥିଲି, ଏ ବର୍ଷ ବି ଆସିଛି, ଆଉ ମଧ୍ୟ ତାକୁ କହିକି ଯାଉଛି ପ୍ରତିବର୍ଷ ଫଙ୍କସନ୍କୁ ନିଶ୍ଚୟ ଆସିବି। ତେଣୁ ମୁଁ ଚାହୁଁଛି ସଦାବେଳେ ଏଇ ଯେଉଁ ଜ୍ଞାନର ଦୀପ ନାଁଟା ଦେଇଛନ୍ତି ସେ ଦୀପ ଭଳିଆ ପ୍ରଜ୍ୱଳିତ ହେଉ, ପିଲାମାନେ ମଧ୍ୟ ବହୁତ ଆଲୋକିତ ହୁଅନ୍ତୁ, ମୋର ସେଇଟା ଆଶା ଆଉ ବିଶ୍ୱାସ। ଆପଣ ଜଣେ ପ୍ରସିଦ୍ଧ ପିଲାମାନଙ୍କ କଳା ଦେଖିଲେ ସାର୍, ଆପଣଙ୍କୁ କ'ଣ ଅନୁଭୂତି ମିଳିଲା? ହଁ, ପିଲାମାନେ 3 ଦିନ ଭିତରେ ଯେଉଁ କଳା ପ୍ରଦର୍ଶନ କରିଛନ୍ତି ମୋତେ ଭଲ ଲାଗିଲା। ଆଉ 8-10 ଦିନ ଯଦି ପିଲା ଟିକେ ଯଦି ଶିଖିଥାନ୍ତେ ଆହୁରି ଭଲ କରିପାରିଥାନ୍ତେ। କିନ୍ତୁ 3 ଦିନ 2 ଦିନ ଭିତରେ ପିଲା ଯଦି ମନେ ରଖିକରି କରିପାରୁଛନ୍ତି ତାଙ୍କୁ ଧନ୍ୟବାଦ ଦେବା କଥା। ଆଉ ସବୁଠୁ ବେଶୀ ଧନ୍ୟବାଦ ଦେଉଛି ମୋ ସାଙ୍ଗ, ଇଏ ଗୋଟିଏ ବନ୍ଧୁ, ଇଏ ଗୋଟିଏ ବନ୍ଧୁ। ଏଇ 2 ବନ୍ଧୁଙ୍କ ଲାଗି ମୋତେ ଜ୍ୱର ହେଇଥିଲା, କାଶ ହେଉଛି, ମୋ ତଣ୍ଟି ବି ପଡ଼ିଯାଇଛି, ତଥାପି ମଧ୍ୟ ମୁଁ ମୋ ମିସେସ୍କୁ ନେଇକି ଆସି ପହଞ୍ଚିଛି। ମୋ ନାଁ ହେଉଛି ଅସୀମ ପାତ୍ର। ମୁଁ ଏଠାରେ ଇଂରାଜୀ ଅଧ୍ୟାପକ ଅଛି। ଅଧ୍ୟାପନା ହେଉଛି ମୋର ନିଶା। ମୋର ପେଶା ଥିଲା ବ୍ୟାଙ୍କିଂ। ବ୍ୟାଙ୍କ ଚାକିରିରୁ ଅବସର ନେଲା ପରେ ମୁଁ ଆଗରୁ 3 ବର୍ଷ ଲେକ୍ଚରସିପ୍ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରେ କରୁଥିଲି, ଯେଉଁଟାକି ମୋ ବନ୍ଧୁ ଅଭିମନ୍ୟୁ ଜାଣିଥିଲା। ସେ ମୋତେ ଚିହ୍ନିଥିଲା, ଜାଣିଥିଲା, ମୋ ଗୁଣଟା ଜାଣିଥିଲା ବୋଲି ମୋତେ ଅବସର ନେବା ପରଠୁ ମୋତେ ଭିଡ଼ି ଡାକିକି ଆଣିଲା ରେ କଲେଜକୁ। ଆସ ମୋ ପିଲାଙ୍କୁ ପାଠ ପଢ଼େଇବୁ। ଆସିଗଲା ପରେ ଏଇ କଲେଜ ସହିତ ମୁଁ ଏତେ ଓତପ୍ରୋତ ଭାବେ ଜଡ଼ିତ ହୋଇଗଲି ଏବଂ ମୋତେ କିଛି ଅଲଗା ଲାଗିଲାନି। ଗୋଟେ ପରିବାରଠୁ ଅଲଗା ହେଇକି ଆଉ ଗୋଟେ ପରିବାରକୁ ଆସିଲା ଭଳିଆ ମୋତେ ଅନୁଭବ ସୃଷ୍ଟି ହେଲା ମୋ ଭିତରେ। ଏବଂ ତା ଭିତରେ ତାର ଯେଉଁଟା କାମ ସେଇଟା ମୋର କାମ, ମୋର ଯେଉଁଟା କାମ ତାର ସେଇଟା କାମ। ଗୋଟିଏ ଲକ୍ଷ୍ୟ ହେଉଛି ଆମର ପିଲାମାନଙ୍କର ଭବିଷ୍ୟତ ଗଢ଼ିବା, ପିଲାମାନଙ୍କୁ ଭଲ ମଣିଷ କରି ତିଆରି କରିବା। ଭଲ ପାଠ ପଢ଼ିଲେ ଜଣେ ଭଲ ମଣିଷ ହେଇଯିବନି, କିନ୍ତୁ ଯଦି ଭଲ ମଣିଷ ହେଇପାରିଲା ତାର ସବୁ ଜିନିଷ ଭଲ ହେବ। ମୁଁ ଏଇ ଜିନିଷରେ ବିଶ୍ୱାସ କରେ, ସେଇ ଜିନିଷରେ ବି ସେଇ ବିଶ୍ୱାସ କରେ। ତେଣୁ ଏଇ ଜିନିଷଟାକୁ ନେଇକରି ଆମେ ପାଥେୟ କରିକି ଆଗେଇ ଚାଲିଛୁ। ଲୋଭ ନାହିଁ ତାର ଗୋଟେ ଭଲ ଗୁଣ ଆପଣ ଦେଖିବେ, ଲୋଭ ନାହିଁ ତାର। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ପ୍ରତିବର୍ଷ କଲେଜର 7-8ଟି ପିଲା ବିନା ପାରିଶ୍ରମିକରେ ବିନା ଦେୟରେ ଏଠି ପାଠ ପଢ଼ୁଛନ୍ତି। ମାଗଣା ରହିବା, ଖାଇବା, ପଢ଼ିବା, ହଷ୍ଟେଲ ସବୁ ମାଗଣା। ଆର୍ଥିକ ଦୁରାବସ୍ଥା ଏତେ ପିଲାଙ୍କର, ଯେଉଁ ପିଲାଟି ଚନ୍ଦନ ରୋଲ କରୁଥିଲା ତା ଘରେ ଚାଳ ନାହିଁ, ବାପା ଫିଜିକାଲି ହ୍ୟାଣ୍ଡିକ୍ୟାପ୍, ଅନ୍ଧ। ସେଥିପାଇଁ ତାର କୋହ ବାହାରି ପଡ଼ିଲା ଯେତେବେଳେ ତାଙ୍କୁ ଟଙ୍କା ଦେଲା, ବୋଉ ଭାଇ କାନ୍ଦିଲା। ସେଠି
এইটা হচ্ছে অনুভব আজ্ঞা আর কিছু জিনিস জীবনে কিଏ କିଛି নবানি এইটা হচ্ছে বড় জিনিস ধন্যবাদ ପରିଚୟ ଦେବେ ସାର୍। डॉक्टर अभिमन्यु जेना चेयरमैन ज्ञानदेव इंस्टीट्यूशन प्रिंसिपाल भी उभय दायित्व में अच्छी କ'ଣ କହିବେ ସାର୍ ଆଜି ଆପଣଙ୍କର ଅନୁଷ୍ଠାନର ଅଷ୍ଟମ ବାର୍ଷିକ ଉତ୍ସବ ସାର୍ କ'ଣ କହିବେ? एति मु मेसेज देवी जोटा समाज रे वर्तमान अभाव रही आदर्श नीति संस्कृति संस्कार तापर मु गुरुत्व दौची ता भितर पिलांकर कैरियर पाई जेतिक मोर दरकार मैट्रिक रे पिले जेतिक नंबर रखिकी आठू 20% 30% अधिक मार्क करुच्ची गत रिजल्ट रे 22टा फर्स्ट क्लास मु एडमिशन रे पाई किंतु मु 61 फर्स्ट क्लास सीट करके जाइए 4टा पिलार मु आरंभ करी बर्तमान मो पाखे 280 पिला होती 4 वर्ष भितर आशा करुच्ची निश्चित ये इंस्टीट्यूशन केवल ब्रह्मपुर टाउन भितर नुहे ओडिशा निश्चित गोटे सुनामधन अनुष्ठान भाव में भविष्य ठिया हे ये विश्वास मोर ଯାହା ଦେଖିବା ପାଇଁ ପଡ଼ୁଛି ପିଲାମାନେ ଶ୍ରେୟ କାହାକୁ ଦେବେ ସାର୍ ଆପଣ? ए श्रेय मु देवी मोर अध्यापक मानक मोर सहयोगी बंधु मानक ବାର୍ତ୍ତା କ'ଣ ରହିବ ସାର୍ ଆଜିକା ଦିନରେ ଆଜି ଗୋଟେ ପବିତ୍ର ଦିନ ଶିଶୁ ଦିବସ ସହିତ ଆପଣଙ୍କ मोर एति वार्ता हम जी जो आशा स्वप्न नहीं कि आसची मो पाखु जगन्नाथ आशीर्वाद हो ताठू अधिक आशा अधिक सफलता नहीं से बापा माँ पाखु फेरी जाओ।